प्रचार करुछु कवि विश्वनाथ खुंटिया कृत विचित्र रामायणर 60तम भाग। संगीत परिचालना प्रफुल्ल चंद्र बेहेरा, प्रयोजना डॉ शांतनु कुमार रथ। वरुण देवता श्रीराम को सागर पारी हेबार कौशल बताइछंती। विश्वकर्मा पुत्र नल तांको सैन्य बल रे थिबा हेतु से पत्थर पकाइले ताहा सागर जल रे भासीबा कथा कहिछंती वरुण। समस्त बानर बल पत्थर आनी नलंक हाथ रे छुआई सागर रे पकाई बंध बांधिछंती। सिंधु पारी हेई श्रीराम पहुंचिछंती सुबलगिरी उपरे। जलरू निया, आकाशरू रक्त वर्षा, सूर्यमंडलर भिन्न भिन्न आभा परी मंद लक्षण मान देखि श्रीराम वित्पात आशंका करी सुग्रीवं को सतर्क रहिबा पई परामर्श देउछंती। सभय होई जल राजन परिधान सुरंग वसन कृतांजलि होई बहन कहे वचन जे देव दशरथ नंदन विनाशी पार त्रिभुवन मुछारहीन पाई कि पाई कुपित मन जे आज कृतार्थ कल मोर जीवन जे नेत्र पथे देखिली तुम्भ बदन जे एबे मो अपराध घेन सदय होई हुव प्रसन्न पूर्व काल तुम्भ कूलर संचिला जन रे जेबे डरी देवई बाट महिरे छंती अनेक दुष्ट तुम्भरी प्राय होइबे रुष्ट पाइबी कष्ट जे भोदेव रघुकुलर श्रेष्ठ घेन मोहर कहिबा बाट पारी होइबे रुक्ष मर्कट नाही कपट जे विश्वकर्मा कुमर अटई नड़े तार छुईले जड़े भासी बसील बंधा सेतु बांधिय चल पुणी किछि होई विस्तल पार होइबे सकल बल किंपाई भाल जे श्रीराम सिंधु राजांकु चाही बोलंती अस्त्र पेशी भी काही तुम्भ निमंते क्रोधरे अछु गुणे बसाई जे शुणी बोलंती सरित साई क्षीर सागर प्रांतरे जाई अनेक दुष्ट अछंती रही बेश गोसाई हे शुणी श्रीराम ब्रह्म अस्त्र पेशिले से दिगरु समस्त दुष्ट नाशिले से दिनु भूमि होइला योग्य देव गंधर्वे पाइले भोग राम प्रसाद तहिरे पुष्प फल दिशिले जे जानकी पति जे
ବରାଇ ବାନର ବଳ ଯେ ଆଜ୍ଞା ଦେଲେ ସମସ୍ତେ ପ୍ରାଣ ଚଞ୍ଚଳ ଯେ ସମସ୍ତ ଶିର ଛୁଇଁବେ ନଳ ସେତୁ ହୋଇବ ନ ବୁଡ଼ି ଜଳ ବୋଇଲେ ବିଶି ଶୁଣି ଧାଇଲେ ବାନର ବଳ ଯେ ରାଜା ଆଜ୍ଞା ପାଇ ବାନର ବଳ ସମସ୍ତ ଠାରୁ ଆଣି ତରୁଶୀଳ ରାମ ନାମ ଧରି ଛୁଅନ୍ତେ ନଳ ଭାସିଲା ନୌକା ପ୍ରାୟ ଚଳ 5 ଦିନେ ସେତୁ କଲେ ଶ୍ରୀରାମ 7 ଯୋଜନ ହୋଇ ପରିମାଣ 10 ଯୋଜନ ସେ ବନ୍ଧର ପ୍ରତି ଜଳୁକି ବାହାର ହୋଇଲା କ୍ଷିତି ମୃତ୍ତିକା ପକାଇଣ ତୁଲ କଲେ ବୃକ୍ଷ କପି ବଳ ସୁଖେ ଚଳିଲେ ହସିଣ ଆଜ୍ଞା ଦେଲେ ରଘୁପତି ହେଲା ଟିକି ସେତୁ ହେ ଲଙ୍କପତି ହେଲା ଦେବ ବୋଲି ଯୋଡ଼ିଲେ କର ବିଜେ ହେଉ ଦେବ ସେତୁ ଉପର ଅନୁକନ୍ଧରେ କଲେ ଆରୋହଣ ଗରୁଡ଼ ପିଠିରେ କି ନାରାୟଣ ଲକ୍ଷ୍ମଣ ଅଙ୍ଗଦ କନ୍ଧେ ବିଜୟ ଆଗୁଆ ସୁଗି ବିଭୀଷଣ ରାୟ ବେଢି ଚାଲନ୍ତି ସେନାପତି ବୃନ୍ଦ ମଝିରେ ବିଜୟ ଶ୍ରୀରାମଚନ୍ଦ୍ର 7 ଯୋଜନ ସିନ୍ଧୁ ପାରି ହେଲେ ସୁବଳଗିରି ଉପରେ ଉଠିଲେ ଚାହିଁଲେ ଦିଶଇ ଲଙ୍କା କଟକ ପ୍ରାଚୀର ସହିତେ ସର୍ବହାଟକ ସୁବଳ ଅଙ୍କେ ଦେଖି ଦିବ୍ୟ ସ୍ଥାନ ବୋଲେ ବିସିତ ହିଁ କଲେ ଆସ୍ଥାନ ସୁବଳଗିରି ଅଙ୍କରେ ବିଜେ କରି ରାମ ଲକ୍ଷ୍ମଣଙ୍କୁ କହନ୍ତି ବଚନ ସିନ୍ଧୁ ପାରି ହୋଇ ଆମ୍ଭେ ଆସି ହେଲଇ ଦେଖ ଦିଶୁଅଛି ଶତୁ ଭୁବନ କି ବର୍ଷ ହେ ହୋଇଥିବ ତୁମ୍ଭେ ସାବଧାନ ଉତପାତ ମାନ ଜାତ ହେଉଅଛି ନିଶ୍ଚେ ନାଶ ଯିବେଟି ଉଭୟ ସୈନ୍ୟ କି ବର୍ଷ ହେ ହୋଇଥିବ ତୁମ୍ଭେ ସାବଧାନ ଜଳରୁ ଅନଳ ଜାତ ହେଉଛି ସୂର୍ଯ୍ୟମଣ୍ଡଳ ଦିଶଇ ନାନା ପ୍ରକାର ଆକାଶରୁ ଧୀର ବୃଷ୍ଟି ହେଉଅଛି ଦିଗ ଦିଶୁଅଛି ମହାଭୟଙ୍କର କି ବର୍ଷ ହେ ହୋଇଥିବ ତୁମ୍ଭେ ସାବଧାନ ଉତପାତ ମାନ ଜାତ ହେଉଅଛି ନିଶ୍ଚେ ନାଶ ଯିବେଟି ଉଭୟ ସୈନ୍ୟ କି ବର୍ଷ ହେ ହୋଇଥିବ ତୁମ୍ଭେ ସାବଧାନ ଜଳ ଆହାର ସଂଗ୍ରହ କରୁଥିବ ଧରିଥିବ ନିରନ୍ତରରେ ଧନୁସର ଅସୁର ମାନେ ମାୟାବୀ ମାୟା ବଳରେ ଜିଣି ଅଛନ୍ତି ଦେବ ପୁରନ୍ଦର କି ବର୍ଷ ହେ
ହୋଇଥିବ ତୁମ୍ଭେ ସାବଧାନ ଉତପାତ ମାନ ଜାତ ହେଉଅଛି ନିଶ୍ଚେ ନାଶ ଯିବେଟି ଉଭୟ ସୈନ୍ୟ କି ବସ୍ତ ହେ ହୋଇଥିବ ତୁମ୍ଭେ ସାବଧାନ ସୁଗ୍ରୀବଙ୍କୁ କହ ଗିରି ଚଉପାଶେ ବଡ଼ ବଡ଼ କପିମାନେ ଜଗିଥିବେ ଶତ୍ରୁର ସମ୍ମୁଖେ ଆମ୍ଭେ ରହିଥାଇ ଠାବେ ଠାବେ ବେଗେ ଥଣା ସେହି ଦେବେ କି ବସ୍ତ ହେ ହୋଇଥିବ ତୁମ୍ଭେ ସାବଧାନ ଉତପାତ ମାନ ଜାତ ହେଉଅଛି ନିଶ୍ଚେ ନାଶ ଯିବେଟି ଉଭୟ ସୈନ୍ୟ କି ବସ୍ତ ହେ ହୋଇଥିବ ତୁମ୍ଭେ ସାବଧାନ ରାମ ଆଜ୍ଞା ପାଇଣ କପିରାଜନ ପେଶୀ ଠାବେ ଠାବେ ଠଣା ଦେଲେ ବୋଲେ ବିଶି ରାମ ଆସ୍ଥାନେ ସରିକି ପଞ୍ଚଦ୍ୱାର କରି କପି ଜଗାଇଲେ କି ବସ୍ତ ହେ ହୋଇଥିବ ତୁମ୍ଭେ ସାବଧାନ ଉତପାତ ମାନ ଜାତ ହେଉଅଛି ନିଶ୍ଚେ ନାଶ ଯିବେଟି ଉଭୟ ସୈନ୍ୟ କି ବସ୍ତ ହେ ହୋଇଥିବ ତୁମ୍ଭେ ସାବଧାନ ଶେଷ ହେଲା କବି ବିଶ୍ୱନାଥ ଖୁଣ୍ଟିଆ କୃତ ବିଚିତ୍ର ରାମାୟଣର 60ତମ ଭାଗ। ଏହି ଭାଗରେ କଣ୍ଠଦାନ କରିଥିଲେ ସିଦ୍ଧାର୍ଥ ମିଶ୍ର, ହରପ୍ରିୟା ସ୍ୱାଇଁ, ରାଜେନ୍ଦ୍ର କୁମାର ସ୍ୱାଇଁ, ଦୁଃଖୀଶ୍ୟାମ ତ୍ରିପାଠୀ ଏବଂ ଅଚ୍ୟୁତ ମହାରଣା। ସଙ୍ଗୀତ ପରିଚାଳନା ପ୍ରଫୁଲ୍ଲ ଚନ୍ଦ୍ର ବେହେରା, ପ୍ରଯୋଜନା ଡ ଶାନ୍ତନୁ କୁମାର ରଥ, ସହଯୋଗିତା ଅଭୟ କୁମାର ଦାସ।